ସାଙ୍ଗ ମାନେ ଆପଣ ମାନେ ପିତ୍ତଳ ବାସନ କିମ୍ବା ଏମିତି ତମ୍ବା ବାସନ ଯଦି ଆପଣଙ୍କର କଳା ପଡ଼ିଯାଉଛି ତାହେଲେ କ'ଣ କରିବେ? ମୁଁ ଆଜି ଆପଣମାନଙ୍କୁ ମାଟି ଦୀପରେ କିପରି ଭାବରେ ଏମିତି ତମ୍ବା ପିତ୍ତଳ ଜିନିଷକୁ ଚକାଚକ କରିବେ ବହୁତ ସୁନ୍ଦର ଟିପ୍ସଟେ ସେୟାର କରିଛି। ପ୍ଲିଜ୍ ଆପଣମାନେ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ବୁଝନ୍ତୁ ଆଉ ଆପଣମାନଙ୍କର ଠାକୁର ଘରର ବାସନକୁ ପୁରାପୁରି ଚମକାନ୍ତୁ। ଦେଖନ୍ତୁ ଏଇଠି ମୁଁ ମାଟି ଦୀପଟିଏ ନେଇଛି। ଏଇଟା ବହୁତ ପୁରୁଣା ମାଟି ଦୀପ। ମୁଁ ୟାକୁ ବ୍ୟବହାର କରିସାରିଲା ପରେ ଠାକୁରଙ୍କ ପାଖରେ ଝିଅ ଏଥିରେ ଇଏ କରୁଥିଲା ତ ଏଇଟା ପଡ଼ିକି ଭାଙ୍ଗି ଯାଇଛି, କିନ୍ତୁ ଏଇଟା ଗୋଟେ ସମ୍ପୂର୍ଣ୍ଣ ମାଟି ଦୀପଟି ଆପଣମାନେ ଦେଖିପାରୁଥିବେ। ତ ୟାକୁ ନେଇଯିବେ, ନୂଆର ହେଉ କିମ୍ବା ଆପଣମାନେ ୟୁଜ୍ କରିସାରିଥିଲେ ବି ଚଳିବ। କିନ୍ତୁ ଆପଣମାନେ ଦେଖନ୍ତୁ ମାଟି ଦୀପ ଥରେ ୱାନ୍ସ ୟୁଜ୍ କଲା ପରେ ଆଉ ତ ତାକୁ ବାରବାର ୟୁଜ୍ କରା ହୁଏନି। ତ ସେଇ ସମୟରେ ଆପଣମାନେ କ'ଣ କରିବେ, ତାକୁ ନ ଫୋପାଡ଼ିକି ରଖିଥିବେ। ଯେଉଁ ଜାଗାରେ ଆପଣମାନେ ଦେଖିଥିବେ ମାଟି ମିଳେନି, ମାଟି ମାନେ ବାହାର ଏରିଆ ଯେଉଁମାନେ ରହୁଛନ୍ତି ମାଟି ଆଣିବା ବହୁତ ବାହାରୁ କଷ୍ଟ ହେଇଯାଉଛି, ତ ସେଥିପାଇଁ ଆପଣମାନେ ଏମିତି ମାଟି ଦୀପକୁ ଷ୍ଟୋର୍ କରିକି ରଖିଥିବେ ଆଉ ତାକୁ ଗ୍ରେଟର୍ ସାହାଯ୍ୟରେ କୁରିଦେବେ। ଆଇଦର ଆପଣମାନେ ତାକୁ ଗୁଣ୍ଡ କରିନେବେ ଯେକୌଣସି ହେମଦସ୍ତା ଛେଞ୍ଚା ଇଏରେ କିମ୍ବା ଯେକୌଣସିଥିରେ ଆପଣମାନେ ଦେଇକି ଭଲ ଭାବରେ ଗୁଣ୍ଡ କରିନେବେ। ଗୁଣ୍ଡ କରିସାରିଲା ପରେ ସେଥିରେ କିଛି ଜିନିଷ ଆପଣମାନେ ଆଡ଼୍ କରିବେ, ଯାହାକି ବହୁତ ସହଜ। ଆପଣମାନେ କିଚେନ୍ ରୁମ୍ରେ ସବୁ ଗୃହିଣୀମାନେ ଘରେ ସେଇ ସବୁ ଜିନିଷ ରଖିଥିବେ, ତ ସେଥିପାଇଁ ଏଇ ମାଟି ଦୀପକୁ ଗ୍ରେଟ୍ କରିକି ନେଇଯିବେ। ସେଥିରେ ଆପଣମାନେ ଲୁଣ 1 ଚାମଚ ଦେବେ। ତା ସହିତ ଆପଣମାନେ ଏଥିରେ ଆପଣମାନଙ୍କୁ ଦେଖନ୍ତୁ ଆଉ କିଛି ଜିନିଷ ଆଡ଼୍ କରିବାକୁ ପଡ଼ିବ, ଯେମିତିକି ଆପଣମାନେ ନେବେ ବେକିଂ ସୋଢ଼ା, ଯେଉଁଟା ମିଠା ସୋଢ଼ା କୁହନ୍ତି। ଆମର ପକୁଡ଼ି ହେଉ କିମ୍ବା କୌଣସି ବରା ହେଉ ପକେଇକି ଛଣାଯାଏ, ସେଇ ବେକିଂ ସୋଢ଼ା ନେବେ। ବେକିଂ ସୋଢ଼ା ବି ଆପଣମାନେ 1 ଚାମଚ ଦେବେ। ଦେଖନ୍ତୁ ଏଇସବୁ ଜିନିଷ ଆପଣମାନଙ୍କୁ କିଚେନ୍ ରୁମ୍ରୁ ମିଳିବ କି ନାହିଁ କୁହନ୍ତୁ? ସବୁ ଜିନିଷ ଆପଣଙ୍କ ଘରେ ଥିବ। ତ ଦେଖନ୍ତୁ ତାପରେ ନେବେ ଆମର ଲିକ୍ୱିଡ଼, ଭିମ୍ ଲିକ୍ୱିଡ଼ ନେଇପାରିବେ କିମ୍ବା ଡିଟର୍ଜେଣ୍ଟ ପାଉଡ଼ର ବି ଏଠି ନେଇପାରିବେ। ଆମର କିମ୍ବା ଆପଣ ଯଦି ସାବୁନର ୟୁଜ୍ କରୁଛନ୍ତି ବର୍ତ୍ତନ ମଜା ସାବୁନ, ତାକୁ ବି ଗ୍ରେଟ୍ କରିକି ଆପଣମାନେ କିଛି ନେଇପାରିବେ। ତା ସହିତ ଏଥିରେ ଦେଇଦେବେ ଭିନେଗାର। ଭିନେଗାର ଲେମ୍ବୁ ରସ ଯେଉଁଟା ଆପଣଙ୍କ ପାଖରେ ଅଛି ସେଇଟା ଦେଇଦେବେ। ଯଦି ଭିନେଗାର ଅଛି ଭିନେଗାର ଦେବେ, ଯଦି ଲେମ୍ବୁ ରସ ଅଛି ଲେମ୍ବୁ ରସ ଦେଇଦେବେ। ଜଷ୍ଟ ଟିକେ ବେଶିକା ଆପଣମାନେ ଦେଇଦେବେ ଏଥିରେ ଭିନେଗାର, ଟିକେ ମାନେ ଗଦେଇକି ପଡ଼ିଗଲା, କିନ୍ତୁ ଆପଣମାନେ ଦେଇଦେବେ 4-5 ଚାମଚ ଦେଇକି ତାକୁ ଭଲ ଭାବରେ ଗୋଳେଇ ନେବେ। ଗୋଳେଇ ନେଲା ପରେ ଏଇଟା ଗୋଟେ ଫେମ୍ପଲ୍ ଟାଇପ୍ର ହେଇଯିବ। ତୁରନ୍ତ ଆପଣମାନେ ୟାକୁ ଆପ୍ଲାଏ କରିବେ ଆଉ ରଖିବେନି। ଆପଣମାନେ ଯେଉଁ ବର୍ତ୍ତନଟି ଆପଣମାନେ ସଫା କରିବା ପାଇଁ ଚାହୁଁଥିବେ ତା ଉପରେ ଏମିତି ଲେପ ଦେଇଦେବେ। ଲେପ ଦେଇକି କିଛି ସମୟ ଆପଣମାନେ ଛାଡ଼ି ନେବେ। ଦେଖିବେ ଏଇଟା ୟା ଉପରେ ଲାଗିଲା ପରେ ଆପଣମାନେ ଏଥିରେ ଯେକୌଣସି ସବୁ ଜିନିଷ ଆମର ମିଶା ହେଇଛି ନା, ତାହା ଆପଣଙ୍କର କପର ଜିନିଷ, ତମ୍ବା ପିତ୍ତଳ ଜିନିଷ ଉପରେ ଲାଗିଲେ ସେଇଟା ଅଟୋମେଟିକ୍ ତାର କଳାଟା ଛଡ଼େଇ ଦେବ। ତ ଏଇଠି ଏମିତି ଦେଇଦେବେ। ଦେଖନ୍ତୁ ଭଲସେ ଆପଣମାନେ ଲଗେଇ ନେବେ। ତ ମୁଁ ଏଇଠି ଭଲ ଭାବରେ ଲଗେଇ ନେଉଛି। ପ୍ରଥମେ ଲଗେଇ ଦେଇକି ଆପଣମାନେ କିଛି ସମୟ ପାଇଁ ଛାଡ଼ିଦେବେ, 2-3 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବେ, ବେଶୀ ସମୟ ନାହିଁ। ପୁଣି ଆଉଥରେ ଟିକେ ଲଗେଇଦେବେ ଏମିତି। କିମ୍ବା ଯଦି ବଡ଼ ପାତ୍ରରେ ଆପଣମାନେ କରିବେ ତାହେଲେ ତାକୁ ଡୁବେଇକି ମଧ୍ୟ ରଖିପାରିବେ। ନାହିଁ ତ ଆପଣମାନଙ୍କର ଯଦି ଏତେ ବି କଳା ପଡ଼ିନି, ହାଲକା ଫୁଲକା କଳା ପଡ଼ିଛି, ତାହେଲେ ଆପଣମାନେ ଇଜିଲି ସେଇଟା ବନେଇକି ସାଙ୍ଗେ ସାଙ୍ଗେ ଆପଣମାନେ ବି ଆମର ଯେଉଁ ବର୍ତ୍ତନ ମଜା ସଫା ଥାଏ ଆମର ସ୍କଚ୍ ବ୍ରାଇଟ୍ରେ ଦେଇକି ଆପଣମାନେ ଆରାମସେ ତାକୁ ସଫା ବି ମଧ୍ୟ କରିପାରିବେ। କିନ୍ତୁ ପ୍ରଥମେ ଆପଣମାନେ ଭଲସେ ଏମିତି ଲଗେଇ ନେବେ। ତ ସାଙ୍ଗମାନେ ଆପଣମାନେ କେଉଁ ଏରିଆରୁ ମୋ ଭିଡ଼ିଓ ଦେଖୁଛନ୍ତି ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ, ଜାଣିଲେ ଖୁସି ଲାଗିବ। ନୂଆ ନୂଆ ଭିଡ଼ିଓ ବନାଇବା ପାଇଁ ମୋଟିଭେସନ୍ ମିଳିପାରିବ। ତା ସହିତ ଆପଣମାନେ ଖାଲି ଏମିତି କପର ଆଉ ତମ୍ବା ଜିନିଷ ନୁହଁ, ମୁଁ ବହୁତ ସାରା ଟିପ୍ସ ଆପଣମାନଙ୍କ ସହିତ ସେୟାର କରିଛି। ଆପଣମାନେ ମୋ ଚ୍ୟାନେଲ୍ ଭିତରକୁ ଯାଆନ୍ତୁ, ଚ୍ୟାନେଲ୍ରେ ଯାଇକି ଦେଖିପାରିବେ ବହୁତ ସାରା ସ୍କିନ୍ କେୟାର ଟିପ୍ସ, ତା ସହିତ ହେୟାର କେୟାର ଟିପ୍ସ, ତା ସହିତ କିଚେନ୍ ଟିପ୍ସ, ତା ସହିତ ଆପଣମାନଙ୍କର ଅନେକ ପ୍ରକାରର ମୁଁ ଟିପ୍ସ ରଖିଛି। ଆପଣମାନେ ଯାଆନ୍ତୁ, ଦେଖନ୍ତୁ, ଯେଉଁଟା ଆପଣମାନଙ୍କୁ ସୁଇଟେବୁଲ୍ ଲାଗୁଛି, ଯେଉଁଟା ଆପଣମାନଙ୍କର କାମରେ ଆସିବ ବୋଲି ଭାବୁଛନ୍ତି, ତାକୁ ଦେଖନ୍ତୁ ଆଉ ଆପଣମାନେ ଆପ୍ଲାଏ କରନ୍ତୁ। ଆଉ ଆପଣଙ୍କର ରେଜଲ୍ଟ କିପରି ହେଲା କମେଣ୍ଟ ସେକ୍ସନରେ ଜଣାଇବା ପାଇଁ ଜମାରୁ ଭୁଲନ୍ତୁନି। ଏଠି ଦେଖନ୍ତୁ ମୁଁ ଦେଇଦେଲି। ତ ଏଇଠି ଦେଖନ୍ତୁ ସାଙ୍ଗମାନେ ମୁଁ ସବୁ ଭିଜେଇକି 1 ମିନିଟ୍ କି 2 ମିନିଟ୍ ରଖି ନେଇଥିଲି। ତାପରେ ଗୋଟେ ବର୍ତ୍ତନ ମଜାର ଆମର ଏମିତି ଜାଲି ଟାଇପ୍ର ଯେଉଁ ଥାଏ ତାକୁ ନେଇଯିବେ। ନେଇକି ଆପଣମାନେ ଆରାମସେ ଯେଉଁ ଆପଣ ମାଟି କୋରିକି ରଖିଥିଲେ, ଯେଉଁ ଭିଜେଇକି ସବୁ ଜିନିଷ ଯେଉଁଟା ତ ଟିକେ ଲାଗିଥିବ, ତାକୁ ଗିନାରୁ ନେଇ ଆସିକି ଆପଣମାନେ ତା ଦ୍ୱାରା ମାଜିବେ। ଦେଖନ୍ତୁ ବହୁତ ହାଲକା ଫୁଲକା ଯଦି ଆପଣଙ୍କର କଳା ହେଇଯିବ ନା, ଆପଣ ହେଇଥିବ ଯଦି ମାନେ ଯେମିତି ଏତେ ବି କଳା ପଡ଼ିନଥିବ, ଯଦି ଆପଣଙ୍କର ସେମିତି ହେଇଥିବ ତାହେଲେ ବହୁତ ଖାଲି ହାଲକା ଲଗେଇଦେଲା ମାନେ ଛାଡ଼ିଯିବ। ଯଦି ବହୁତ ଦିନ ଧରି ଆପଣମାନେ ମାଜି ନଥିବେ, ସେମିତି ରହିଯାଇଥିବ, ତାହେଲେ ଆପଣମାନଙ୍କର ଟିକେ ଏମିତି ହାତ ଲଗେଇକି ଭଲସେ ମାଜିବାକୁ ପଡ଼ିବ ରଗଡ଼ିକି। ତାପରେ ଦେଖିବେ ଏଇଟା ପୁରା ଚକାଚକ ହେଇଯିବ। ନା ଏଇଠି ଆପଣମାନଙ୍କୁ ପିତାମ୍ବରୀ ଦରକାର ପଡ଼ିବ, ନା କୌଣସି ଲିକ୍ୱିଡ଼ର ଦରକାର ପଡ଼ିବ। ଏଇଟା ଇଜିଲି ଆପଣମାନଙ୍କର ଏମିତି ସଫା କରିବା ଦ୍ୱାରା ଭଲ ଭାବରେ ଯେତେ ବି ପୁରୁଣା କଳା ଦାଗ ହେଇଥାଉ ଆପଣମାନଙ୍କର ଛାଡ଼ିଯିବ। ଯଦି ଏହିପରି ଭାବରେ ଆପଣମାନେ ସବୁଦିନ ଏମିତି ସଫା କରି ଥରେ ସଫା କରିଦେବେ, ତାପରେ ଡେଲି ଡେଲି ଆପଣମାନେ କେବଳ ଭିମ୍ ଲିକ୍ୱିଡ଼ରେ ହିଁ ସଫା କରିବେ, ତାହେଲେ କେବେ ବି ଆପଣଙ୍କ ବାସନ, କୌଣସି ଠାକୁରଙ୍କର ବର୍ତ୍ତନ ଆପଣଙ୍କର କଳା ପଡ଼ିବନି। କିମ୍ବା ଆପଣମାନେ ଘରେ ରଖିଥିବା ପାଣି ପିଇବା ପାଇଁ କପର ଜିନିଷ ବି ଜମା ବି କଳା ପଡ଼ିବନି। ଏଠି ଦେଖନ୍ତୁ ସାଙ୍ଗମାନେ ମୁଁ ଏହିପରି ଭାବରେ ଭଲସେ ୟାକୁ ମାଜି ନିଏ, ତାପରେ ଦେଖେଇବି ଧୋଇକି। ଆପଣମାନେ
तो देखंतु सांगमाने एमती सफा करबा द्वारा आपण माने देखिए बहुत सुंदर भाव में सफा हो बहुत कम समय भितर एटा आपण मानकर क्लीन पूरा हो। तो सांगमाने देखंतु किसी किसी जगह पानी रो आपण माने देखिबे बहुत माने पानी टे खराब थाए सेही जगह आपण माने देखंतु जदि पित्तल जिनिस रखुचंती सफा करिकि ताकू तो कोठी कवर करिकि आपण माने रखि परिबेनी किंतु गोटे गोटे जगह थाए रूपा जिनिस भी कला पड़ जाए। तो सेठी आपण माने कोन करिवे वन्स रूपा को सफा कर सारा पर आपण माने एमती खुला रखिबेनी खुला रखिले आपण माने पिंधंतु न पिंधंतु रूपा पुणी कला पड़ जाव। तो से गोटे भल सुंदर टिप्स आपण सहित सेयार करी जब भी आपण माने रूपा जिनिस यूज करुँच भल कथा पिंधिंट कि ना किंतु जदि सफा करुँच सफा कर सारा पर एमती खुला जगह आपण माने रखंतुनी कौन गोटे एयर कंटेनर डब्बारे आपण माने भलसे बांधिकी रखंतु जहाँफल आपण माने बहुत दिन पर्यंत आपंकर रूपा कला पड़बनी कि आपण मानक आउ थे सफा कराया पड़बनी जदि पिंधुंट तो भल कथा किंतु न पिंधिले एमती अलग कौन माने एमती खुला जगह कौन ड्रर एमती रखंतुनी जदि भल भाव एयर कंटेनर डबारे बंद करके रखंतु देखिए आपंकर रूपा जिनिस भी बहुत दिन पर्यंत रहिते बाहर रहिले न पिंधिले भी आपंकर कला पड़बनी। आशा करी टिप्स भल लगी आज वीडियो को ये रोकुଛି सांग माने। नमस्कार, जय जगन्नाथ।